30 ମାର୍ଚ୍ଚ ଶନିବାର IPL 2024 11ତମ ମ୍ୟାଚ୍ ମୁହାଁମୁହିଁ ହୋଇଥିଲେ ଲକ୍ଷ୍ନୌ ସୁପର ଜଏଣ୍ଟ ଏବଂ ପଞ୍ଜାବ କିଙ୍ଗସ୍। ଉଭୟ ପକ୍ଷରେ ବଡ଼ ବଡ଼ ଦିଗ୍ଗଜ ଖେଳାଳି ସମ୍ଭାଳୁଥିଲେ ମ୍ୟାଚ୍, କିନ୍ତୁ ମ୍ୟାଚ୍ ଶେଷ ହେଲା ତ ସମସ୍ତଙ୍କ ମୁହଁରେ ଥିଲା ଗୋଟିଏ ନାଁ, ମୟଙ୍କ ଯାଦବ। 21 ବର୍ଷୀୟ ମୟଙ୍କ ମାତ୍ର 24 ବଲ୍ରେ ଚର୍ଚ୍ଚାର କାରଣ ପାଲଟିଥିଲେ। ବାସ୍ତବରେ ଏପରି ହେବାର ହିଁ ଥିଲା କାରଣ ଯଦି ଜଣେ ଅପରିଚିତ ଖେଳାଳି ଡେବ୍ୟୁ ମ୍ୟାଚ୍ରେ ହିଁ 150 ସ୍ପିଡ୍ରେ ବୋଲିଂ କରିବ, ତେବେ ଏପରି ଚର୍ଚ୍ଚା ତ ହେବା ହିଁ ହେବ। ତେବେ କିଏ ଏହି ମୟଙ୍କ ଯାଦବ? 21 ବର୍ଷୀୟ ଅନକ୍ୟାପ୍ ପ୍ଲେୟାର ହେଉଛନ୍ତି ମୟଙ୍କ ଯାଦବ। ସେ ଦିଲ୍ଲୀ କ୍ରିକେଟର ଅଂଶଧାରୀ ଅଟନ୍ତି। ମୟଙ୍କ 2024 IPL ପଞ୍ଜାବ କିଙ୍ଗସ୍ ବିପକ୍ଷ ମ୍ୟାଚ୍ରେ ଡେବ୍ୟୁର ସୁଯୋଗ ପାଇଥିଲେ। ପ୍ରଥମ ମ୍ୟାଚ୍ରେ ହିଁ 3ଟି ୱିକେଟ୍ ନେଇ ଲକ୍ଷ୍ନୌକୁ ବିଜୟର ରାସ୍ତା ଦେଖାଇଥିଲେ। କେବଳ ଏତିକି ନୁହେଁ, ତାଙ୍କର ସବୁଠାରୁ ଅଧିକ ସ୍ପିଡ୍ ବଲ୍ ଘଣ୍ଟାପତି ବେଗ ପାଖାପାଖି 155.8 କିଲୋମିଟର ରହିଥିଲା। ମୟଙ୍କ ଘଣ୍ଟାପତି 153.9, 152 ଏବଂ 149 କିଲୋମିଟର ଘଣ୍ଟାପତି ସ୍ପିଡ୍ରେ ବୋଲିଂ କରୁଛନ୍ତି। ତାଙ୍କର ସବୁଠାରୁ ସ୍ଲୋ ବଲ୍ ଥିଲା ଘଣ୍ଟାପତି 142 କିଲୋମିଟର। ଆଉ ଏହି କାରଣରୁ ସେ ଚଳିତ ସିଜିନ୍ ସ୍ପିଡ୍ ବୋଲର ହୋଇଛନ୍ତି। ଏହା ସହିତ ସେ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହୋଇଛନ୍ତି। ମୟଙ୍କ 2022 IPL ସିଜିନ୍ ଲକ୍ଷ୍ନୌ ସହ ଯୋଡ଼ି ହୋଇଥିଲେ। ତାଙ୍କୁ 20 ଲକ୍ଷ ବେସ୍ ପ୍ରାଇଜ୍ରେ କିଣିଥିଲା ଟିମ୍, କିନ୍ତୁ ପ୍ରଥମ ସିଜିନ୍ ଖେଳିବାର ସୁଯୋଗ ପାଇନଥିଲେ ମୟଙ୍କ। ଆଉ ପରବର୍ତ୍ତୀ ସିଜିନ୍ ଅର୍ଥାତ୍ 2023ରେ ଡେବ୍ୟୁ କରିବାର ଥିଲା, କିନ୍ତୁ ଆହତ କାରଣରୁ ସେ ସିଜିନ୍ ଆରମ୍ଭରୁ ହିଁ ମ୍ୟାଚ୍ରୁ ବାଦ୍ ପଡ଼ିଥିଲେ। କିନ୍ତୁ ଚଳିତ IPLର ସୁଯୋଗ ପାଇବା ମାତ୍ରେ ଧମାଲ କରିଛନ୍ତି ମୟଙ୍କ ଯାଦବ। ଦିଲ୍ଲୀ ପାଇଁ ଖେଳିଥିବା ମୟଙ୍କ ଏପର୍ଯ୍ୟନ୍ତ 17ଟି ଲିଷ୍ଟ ଏ ଏବଂ 10ଟି T20 ମ୍ୟାଚ୍ ଖେଳିଛନ୍ତି। ଏହା ବ୍ୟତୀତ ଫାର୍ଷ୍ଟ କ୍ଲାସ୍ କ୍ରିକେଟରେ ତାଙ୍କ ନାଁରେ ମାତ୍ର ଗୋଟିଏ ମ୍ୟାଚ୍ ରହିଛି। ସ୍ପିଡ୍ ବୋଲିଂ ସହିତ ମୟଙ୍କ ଜଣେ ଭଲ ବାଉନ୍ସର ମଧ୍ୟ। ସେ ସର୍ଟ ପିଚ୍ ସ୍ପିଡ୍ ବୋଲିଂ କରିବା ସହିତ ନିଜର ଇମୋସନ୍ ଉପରେ ଭଲ ଭାବରେ ନିୟନ୍ତ୍ରଣ ରଖିଥାନ୍ତି।